ଆପଣ ଦେଖନ୍ତୁ ବିରୋଧୀ ଦଳ ବିଗତ 4 ଦିନ ଭିତରେ ବିରୋଧୀ ଦଳର ସବୁଠୁ ବଡ଼ ଅସ୍ତ୍ର ହେଲା ଯେ ସେମାନେ ଏଡଜର୍ନମେଣ୍ଟ ମୋସନ୍ କିମ୍ବା ମୋସନ୍ ମାଧ୍ୟମରେ ସେ ଯାହା ଚାହୁଁଛନ୍ତି ସରकारକୁ ସମାଲୋଚନା କରିବା ପାଇଁ ସେଟା ଆଣିଥାନ୍ତି। ଏବଂ ଏତେ ଦିନ ହେଲାଣି ଆପଣ ଦେଖନ୍ତୁ ଏଡଜର୍ନମେଣ୍ଟ ମୋସନ୍ ଗୋଟିଏ ଦେଇଥିଲେ ଧାନ ପାଇଁ ଗତକାଲି ଆଉ ନିଜେ ହୋ ହାଲ୍ଲା କରି ନିଜେ ହାଉସଟାକୁ ବନ୍ଦ କରୁଛନ୍ତି ଏବଂ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ନୁହଁ ବୋଲି କହୁଛନ୍ତି ଏବଂ ସରକାର ପଳାୟନପନ୍ଥୀ କହୁଛନ୍ତି, କିନ୍ତୁ ନିଜେ ନିଜର ଦାୟିତ୍ୱ ନିଜର ବିରୋଧୀ ଦଳର ଅଧିକାର ଯେଉଁଟା ଏଡଜର୍ନମେଣ୍ଟ ମୋସନ୍ ମାଧ୍ୟମରେ ଦିଅନ୍ତି, ମୋସନ୍ ମାଧ୍ୟମରେ ଦିଅନ୍ତି, ହାଉସ୍ରେ ଡିସ୍କସନ୍କୁ ଆସନ୍ତି, ନିଶ୍ଚିତ ଭାବରେ ଆମେ ପ୍ରସ୍ତୁତ ଅଛି ସରକାର ଦଳ ତା ଉପରେ ଜବାବ ରଖିବ। ଦୀର୍ଘ 24 ବର୍ଷ ଭିତରେ ବ୍ୟଞ୍ଜନ ପାଇଁ ରୋଷେଇ ଘରର ଅବସ୍ଥା ରୋଷେଇ ଘରର ଅବସ୍ଥା କେମିତି ଥିଲେ ବ୍ୟଞ୍ଜନ ହେବ ସେ ଭଲ ଭାବରେ ବୁଝି ସାରିଛନ୍ତି ଏବଂ ମୁଁ ତାଙ୍କୁ ବିଶେଷ କମେଣ୍ଟ କରିବି ନାହିଁ। ଏଥିପାଇଁ ସେମାନେ ଖୁସି ନୁହନ୍ତି ଯେ ଏ ବଜେଟ୍ ଗୋଟେ ପ୍ରୋଗ୍ରେସିଭ୍ ବଜେଟ୍। ଏ ବଜେଟ୍ରେ ଚାଷୀ, ସାଧାରଣ ଜନତା, ମାତୃଶକ୍ତି ଏବଂ ଯୁବକ କଲ୍ୟାଣ ପାଇଁ ଏ ବଜେଟ୍ରେ ପର୍ଯ୍ୟାପ୍ତ ଅର୍ଥର ବ୍ୟବହାର କରାଯାଇଛି। ସୁଯୋଗ ସୃଷ୍ଟି ହୋଇଛି ଷ୍ଟାର୍ଟଅପ୍ କଥାଠୁ ନେଇକରି ଚାଷୀଙ୍କ କଥା ପର୍ଯ୍ୟନ୍ତ। ତ ସେମାନେ ସମାଲୋଚନା ଛଳରେ ସମାଲୋଚନା କରୁଛନ୍ତି, କିନ୍ତୁ ଯେତେବେଳେ ଆମେ ଲବିରେ ବସି କଥାବାର୍ତ୍ତା ହେଉଛୁ ସେମାନେ ଖୁସି ହେଉଛନ୍ତି ଯେ ଧନ୍ୟବାଦ ଦେଉଛନ୍ତି ସରକାରଙ୍କୁ ଯେ ଆପଣମାନେ ସମାଜ କଲ୍ୟାଣ କ୍ଷେତ୍ରରେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁଟା ଘୋଷଣା କଲେ ଯେ ଏବେ 60 ବର୍ଷ ଯାହାକୁ ହେବ ସେ पेंशन पाई तांको सरकार रे सेमाने जोटा करि पार नथिले आम सरकार रे टार्गेट नाही। बहुत दिन धरिक लंबा तालिका वेटिंग लिस्ट रे जो माने पेंशन पाउ नथिले समाज कल्याण क्षेत्र रे जो माने 60 वर्ष रु अधिक हेलाने तांको आमे दउछु देबा पई ए बजेट रे प्रावधान रखा है घोषणा करा जायछि एवं ओडिशावासी माननीय मुख्यमंत्री मोहन चरण माझी जी एवं यशस्वी प्रधानमंत्री नरेंद्र मोदी जी को आशीर्वाद करुछंती जे ए भलिया प्रोग्रेसिव बजेट पाई से हमको धन्यवाद जनाउछ। निश्चित भाव में विरोधी तांकर विरोध करिवे, किंतु आमे आपण मानक गणमाध्यम माध्यम रे मो ओडिशावासी को पूरा पूर्ण मात्रा रे धन्यवाद जनाउछि जे आपणकर सरकार लोकंक सरकार एवं लोकंकर समस्या को लेकर बजेट प्रस्तुत होता है। आम एठी आपणकर समस्या समाधान करने लोक उचित सम्मान देवाई ये बजेट एवं बहुत प्रोग्रेसिव बजेट लोकाभिमुख बजेट एवं समस्त को ये बजेट सुहाइला भली बजेट एवं विशेषकर आपण मैंने जो मैंने एठी अच्छा सबुठ बड़ घोषणा जे एथर प्रोफेशनल टैक्स को छाड़ करा जो द्वारा ओडिशा राजकोषरु 320 कोटी टंका क्षति सहिब, किंतु आमे लोकं को प्रोफेशनल टैक्स छाड़ करिछु। एटा गोटे बड़ घोषणा। मु धन्यवाद देवी माननीय मुख्यमंत्री मोहन चरण माझी।